ଧଉଳି ଥାନା ଅନ୍ତର୍ଗତ ଦୟାନଦୀ ଶଯ୍ୟାରେ ଗତ 10 ତାରିଖରେ ଜଣେ ନାବାଳିକା ପ୍ରତି ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ଆଜି ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଛି ଏବଂ ଇ ଧଉଳି ପର୍ଯ୍ୟଟନ ଗୋଟେ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଓଡ଼ିଶାର ଏବଂ ଏକାମ୍ର ନିର୍ବାଚନ ମଣ୍ଡଳୀର ଶହ ଶହ ସଂଖ୍ୟାର ପର୍ଯ୍ୟଟକ ଆସନ୍ତି ଦେଶ ଭିତରୁ ଏବଂ ବାହାରୁ ମଧ୍ୟ। ସେହି ଅଞ୍ଚଳରେ ଦୟାନଦୀ ଯାହାର ଇତିହାସ ସହିତ ଯେଉଁ ନଦୀର ସମ୍ପୃକ୍ତି ରହିଛି, ଯାହାର ପଠାରେ କଳିଙ୍ଗ ଯୁଦ୍ଧ ବି ହେଇଥିଲା ଆଉ ସେଠି ଚଣ୍ଡାଶୋକ ଧର୍ମାଶୋକ ମଧ୍ୟ ହେଇଥିଲେ। ବୁଦ୍ଧଙ୍କର ଶାନ୍ତିର ବାଣୀ ସିଏ ସେଇଠୁ ପ୍ରଚାର ଆରମ୍ଭ କରିଥିଲେ ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ଶାନ୍ତିର ବାଣୀ ପ୍ରସାରିତ ହେଇଥିଲା। ସେଇ ଜାଗାରେ ଜଣେ ନାବାଳିକା ଝିଅ ପ୍ରତି ଏ ରାଜ୍ୟର ଗଣଦୁଷ୍କର୍ମ ହେବା ଅନ୍ତତଃ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଏବଂ ସରକାର ସେ ଦିଗରେ ସଚେତନ ହେବା ଅଧିକରୁ ଅଧିକ ସଚେତନ ହେବା ଉଚିତ। କାରଣ 18 ମାସ ଭିତରେ ପାଖାପାଖି ମହିଳାଙ୍କ ପ୍ରତି 41,000ରୁ ଅଧିକ ଦୁର୍ବ୍ୟବହାର ସମ୍ପର୍କୀୟ ମାମଲା ରୁଜୁ ହୋଇଛି, ଯାହା ବିଧାନସଭାରେ ପ୍ରକାଶିତ ହୋଇଛି ଏବଂ ପାଖାପାଖି 3,200 କେସ୍ରେ ଦୁଷ୍କର୍ମ ଅଭିଯୋଗ ମଧ୍ୟ ହୋଇଛି। ଏ ମଧ୍ୟ ବିଧାନସଭାର ତଥ୍ୟ ଅନୁଯାୟୀ ହୋଇଛି। ତେଣୁ ଯଦି ପରିସଂଖ୍ୟାନକୁ ଯିବା, ଇଏ ଯାହା ଜଣାପଡ଼ୁଛି ଯେ 18 ମାସ ଭିତରେ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଅଞ୍ଚଳରେ ସମୟରେ ଇଏ ବଢ଼ି ବଢ଼ି ଚାଲିଛି। ସବୁ କ୍ଷେତ୍ରରେ ସେମାନେ ତୁଳନା କରୁଛନ୍ତି 24 ବର୍ଷ ସରକାର। ଗୋଟିଏ କଥା ସେମାନେ ଭୁଲି ଯାଉଛନ୍ତି, ସେମାନେ ବି 24 ବର୍ଷ ସରକାର ଭାଗୁଆଳି ଥିଲେ। ଏ 9 ବର୍ଷଟି ସେମାନେ ପ୍ରତ୍ୟେକ ତାଙ୍କର ମନ୍ତ୍ରୀମାନେ ତାଙ୍କର ବିଧାୟକମାନେ କହୁଛନ୍ତି 24 ବର୍ଷ ସରକାର, କିନ୍ତୁ 9 ବର୍ଷ ବି ତୁମେ ଥିଲ କ୍ଷମତାସୀନ ଦଳ ହିସାବରେ। ତେଣୁ ସିଏ ଏଇ ପ୍ରସଙ୍ଗରେ ମୁଁ ଏହା ରଖିବି ଯେ 2 ଜଣଙ୍କୁ ଗିରଫ କରାଯାଇଛି ବୋଲି ବାହାରିଛି ଗଣମାଧ୍ୟମ, ଆହୁରି ଅନେକ ଏହାଦେ ସଂଶ୍ଳିଷ୍ଟ ଅଛନ୍ତି। ସେ ଯିଏ କିଏ ହୁଅନ୍ତୁ ନା କାହିଁକି, ଆମର ନାରୀମାନଙ୍କ ପ୍ରତି, ମହିଳାମାନଙ୍କ ପ୍ରତି, ଝିଅମାନଙ୍କ ପ୍ରତି ସମ୍ମାନ ବୋଧ ରହିଛି ଏବଂ ଆଶା ଯେମିତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମୟରେ ଏ କ୍ଷେତ୍ରରେ କୌଣସି ପ୍ରକାର ସାଲିସ କରାଯାଉନଥିଲା ଏବଂ ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉଥିଲା, ସେମିତି ସରକାର ମଧ୍ୟ ଦୃଢ଼ ହସ୍ତରେ ଦୋଷୀମାନଙ୍କୁ ମାନେ ଏ କ୍ଷେତ୍ରରେ ସରକାର ଏଭଳିଆ ଘଟଣା ଯେମିତି ବାରମ୍ବାର ନ ଘଟେ, ପୁନରାବୃତ୍ତି ନ ହୁଏ, ସେ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏଠି ଜିରୋ ଟଲରାନ୍ସର ଆବଶ୍ୟକତା ଅଛି। ଆଉ ଗୋଟେ କଥା ମୁଁ ଖାଲି କହିଦେଉଛି, ଏଇଠି ଆପଣମାନେ ତାକୁ ନଜରକୁ ନେବେ, ଦୃଷ୍ଟିକି ନେବେ ଯେ ସେଇ ଧଉଳି ଥାନାରୁ ଗଲା 5 ତାରିଖରେ ଗୋଟିଏ ସ୍ୱାମୀ ସ୍ତ୍ରୀ ଆଉ ଜଣେ ବ୍ୟକ୍ତି ଯିଏ ଗୋଟିଏ ତାଙ୍କର ପାରିବାରିକ ଗଣ୍ଡଗୋଳକୁ ନେଇକରି ଆସିଥିଲେ ଏବଂ ଛୁରାମାଡ଼ ଘଟଣାକୁ ସେ ଯିଏ ଛୁରାମାଡ଼ କରିଥିଲେ ସେ ଧଉଳି ଥାନାରେ ସେ ତାଙ୍କୁ ଅଟକ ରଖାଯାଇଥିଲା। କିନ୍ତୁ ଧଉଳି ଥାନାରୁ ରାତି ସମୟରେ ସେ ଆସାମୀ ଚମ୍ପଟ ମାରିଥିଲେ ଏବଂ ଏଇ ଧଉଳି ଥାନାର ଆଇଆଇସି ଯିଏ ଥିଲେ ପ୍ରଦୀପ ନାୟକ, ତାଙ୍କୁ ତୁରନ୍ତ ସେହି ରାତାରାତି ବଦଳି କରିଦିଆଯାଇଥିଲା ଏବଂ ତାଙ୍କ ବିଷୟରେ ମଧ୍ୟ ସେଇ ପୂର୍ବତନ ଆଇଆଇସିଙ୍କ ନାଁରେ ଅନେକ ଅଭିଯୋଗ ଥିଲା, ବାଲି ଘଟଣାଠୁ ଆରମ୍ଭ କରି ଅନେକ ଅଭିଯୋଗ ଥିଲା। ତେଣୁ ସେଇଭଳି ଏଇ ଥାନା ଅଞ୍ଚଳରେ ମଧ୍ୟ ଏ ଘଟଣା ଘଟୁଛି। ତେଣୁ ଧଉଳି ଥାନା କମିଶନରେଟ୍ ପୋଲିସର ଗୋଟିଏ ପ୍ରମୁଖ ଥାନା, ପର୍ଯ୍ୟଟନ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ପର୍ଯ୍ୟଟନ ପୋଲିସ ବି ସେଠି ମଧ୍ୟ ରହିଛନ୍ତି। ତେଣୁ ସରକାର ତାକୁ ସର୍ବତ ଭାବେ ଗୁରୁତ୍ୱର ସହିତ ଘଟଣା ନେବା ସହିତ ଦୋଷୀକୁ ଧରି ଦଣ୍ଡ ବିଧାନ କରନ୍ତୁ ଆଉ ଲୋକଙ୍କ ମନରେ ଅନ୍ତତଃ ଆଇନ ପ୍ରତି ସମ୍ମାନ ରହୁ, ଶାନ୍ତି ଫେରିଆସୁ। କାରଣ ଧଉଳି ହେଉଛି ଶାନ୍ତିର ଜାଗା। ଅଶାନ୍ତ ପରିବେଶ ହେଲେ ତା ରାଜ୍ୟର ପର୍ଯ୍ୟଟନ ଉପରେ ମଧ୍ୟ ତାର ପ୍ରଭାବ ପଡ଼ିବ। ନିଶ୍ଚିତ ଭାବରେ ଏ ଘଟଣା ଯେତେବେଳେ ଗଣମାଧ୍ୟମରେ ବିଭିନ୍ନ ସ୍ଥାନରେ ଆସିବ, ଦେଶ ଭିତରେ ହେଉ, ରାଜ୍ୟ ଭିତରେ ହେଉ ବା ବାହାରେ ହେଉ, ନିଶ୍ଚିତ ଭାବେ ଜଣେ ପର୍ଯ୍ୟଟକ ଯିଏ ବାହାରୁ ବି ଆସୁଛନ୍ତି ବା ଅନ୍ୟାନ୍ୟ ଜିଲ୍ଲାରୁ ବି ଆସୁଛନ୍ତି, ତାଙ୍କ ମନରେ ପ୍ରଶ୍ନ ଉଙ୍କି ମାରିବ ଯେ ଆମେମାନେ କେତେ ସୁରକ୍ଷିତ ସେ ଜାଗାକୁ ଗଲେ। ତେଣୁ ଯେହେତୁ ଲୋକଙ୍କ ସୁରକ୍ଷା, ମହିଳାଙ୍କ ସୁରକ୍ଷା ପ୍ରଶ୍ନଟି ଏହା ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ତେଣୁ ସରକାର ସେ ଦିଗରେ ତୁରନ୍ତ ତ୍ୱରିତ ପଦକ୍ଷେପ ନିଅନ୍ତୁ ଏବଂ ଲୋକଙ୍କ ମନରେ
বা ପର୍ଯ୍ୟଟକ ମାନେ ଯେମିତି ଆସ୍ଥା ଫେରି ଆସେ ସେ ଦିଗରେ ଦୃଢ଼ ପଦକ୍ଷେପ ନେଇକରି ବ୍ୟବସ୍ଥା କର। ଦେଖନ୍ତୁ ଯେତେବେଳେ ଗଣଦୁଷ୍କର୍ମ ଆସୁଛି ଆଗରୁ ଗୋପାଳପୁର ବି ଗୋଟିଏ ପର୍ଯ୍ୟଟନ ସ୍ଥଳୀ ନିଶ୍ଚିତ ଭାବରେ ଧଉଳି ଭଳି ଗୋପାଳପୁରରେ ଆଗରୁ ହେଇଥିଲା ଏଠି ମଧ୍ୟ ହେଉଛି ଇଏ ଯେମିତି ଯଦି ରାଜ୍ୟର ଅନେକ ଗୁଡ଼ିଏ ପ୍ରମୁଖ ସ୍ଥାନ ରହିଛି ଇକୋ ଟୁରିଜିମଟା କ'ଣ ଚାଲିଛି ତେଣୁ ଯେତେବେଳେ ପର୍ଯ୍ୟଟନ ଋତୁ ନିଶ୍ଚିତ ଭାବରେ ମାନେ ତାହା ନିଶ୍ଚିତ ଭାବରେ ବାଧାପ୍ରାପ୍ତ ହେବ ପର୍ଯ୍ୟଟନ ଶିଳ୍ପ ଏବଂ ଲୋକଙ୍କ ସୁରକ୍ଷା ବଡ଼ କଥା ହେଉଛି ଲୋକଙ୍କ ସୁରକ୍ଷା ବା ପର୍ଯ୍ୟଟନ ସୁରକ୍ଷା।